ପବିତ୍ର ମହାବାରୁଣୀ ସ୍ନାନ ଅବସରରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବଉଳ ଶ୍ରୀକ୍ଷେତ୍ର ପଦ୍ମାବତୀ ଗ୍ରାମ ନିକଟରେ ପ୍ରବାହିତ ବାରୁଣୀ ଘାଟରେ ଶନିବାର ପ୍ରାୟ 6,000ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହି ପବିତ୍ର ଅବସରରେ ବିଭିନ୍ନ ଗ୍ରାମରୁ ଆସିଥିବା 80ରୁ ଉର୍ଦ୍ଧ୍ୱ ଠାକୁର ଏଠାରେ ମହାମିଳନ ହୋଇଥିଲା ଏବଂ ପାରମ୍ପରିକ ପ୍ରଥା ଅନୁଯାୟୀ ଘଣ୍ଟ ବାଜା ଢୋଲ ବଜାଇ ବଡ଼ଧରଣର ପଟୁଆର ମହାନଦୀ ଘାଟକୁ ନିଆଯିବା ପରେ ସେଠାରେ ଶ୍ରୀଜୀଉଙ୍କୁ ସ୍ନାନ କରାଯାଇଥିଲା ଓ ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ହଜାର ହଜାର ଭକ୍ତ ବିମୋହିତ କରିଥିଲା ଓ ପିତୃପୁରୁଷମାନଙ୍କର ଅସ୍ଥିକୁ ବ୍ରାହ୍ମଣମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ପିଣ୍ଡଦାନ କରିବା ପରେ ପବିତ୍ର ଜଳ ମହାନଦୀରେ ବିସର୍ଜନ କରାଯାଇଥିଲା ଏବଂ ତୋଟାରେ ଯଜ୍ଞମେଳା ଆୟୋଜନ ହୋଇଥିଲା। ପୋଲିସ ସହାୟତାରେ ଶାନ୍ତି ଶୃଙ୍ଖଳା ସହ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଭାପୁର ବ୍ଲକରୁ ପ୍ରଦୀପ କୁମାର ସାହୁଙ୍କ ରିପୋର୍ଟ, DK News 10।